ଆଜ୍ଞା ବିଭୁଙ୍କ ଦରବାର ହଁ ଆଜ୍ଞା ହରିବୋଲ ଟିକେ ଦବା ହଁ ହରି ବୋଲ ହରି ଓମ୍ ପରମ ପିତା ପରମାତ୍ମା ପରମ କାରୁଣିକ ଶ୍ରୀମନ ଶ୍ରୀ ସତ୍ୟନାରାୟଣ ସ୍ୱାମୀଙ୍କ ପ୍ରୀତି ବର୍ଦ୍ଧନାର୍ଥେ ସର୍ବେ ବୋଲରେ ମନ ପ୍ରେମାନନ୍ଦେ କବାର ହରି ହରି ବୋଲା জগত জননী শক্তি প্রদায়িনী অভয় বরদায়িনী ঝঙ্কড়পুর বাসিনী মা সারলা দেবীঙ্ক পূর্ণ প্রীতি বর্ধনার্থে ইষ্ট দেবী মা প্রগলা দেবীঙ্কর পূর্ণ প্রীতি বর্ধনার্থে এ গ্রামর গ্রাম দেবতীঙ্ক প্রীত্যার্থে সর্বে બોલরে মন প্রেমানন্দে কবার হরি হরি બોલા কর্তায় অনুষ্ঠানর সভাপতি মহোদয় সম্পাদক মহোদয় বলিষ্ঠ কর্মকর্তা মানঙ্কর উপস্থিত বড় দর্শক দর্শিকা সমাজ ও মাতৃস্থানীয় ভগ্নিস্থানীয় মা ও ভৌণীকর এ গ্রামর দেশর বিশ্বর রাষ্ট্র সত্যনারায়ণ মনভীষ্ট পূর্ণ করন্তু બોલরে মন প্রেমানন্দে কবার হরি হরি બોલા সম্মানীয় আজ্ঞা বিদগ্ধ শ্রোতা মণ্ডলী আজ্ঞা আজ্ঞা মাতৃস্থানীয় ভগ্নিস্থানীয় মা ও ভৌণী মানে শ্রদ্ধেয় ছোট ছোট পিলাମାନେ ସାରେ ଆଜ୍ଞା ଆଜ୍ଞା ଗ୍ରାମବାସୀଙ୍କର ଆନୁକୂଲ୍ୟରେ ଆୟୋଜିତ ହେଉଥିବା ଚତୁର୍ଥ ଦିନ ବାଦପାଲା ସମାରୋହର ଦ୍ୱିତୀୟ ନଜରୀର ପ୍ରଥମ ସ୍ତବକ ହେଉଛି ଆମ୍ଭମାନଙ୍କର ଆଜ୍ଞା ପର୍ଯ୍ୟାୟ ହଉ ଆଲୋଚନା ହଁ ସମାଲୋଚନା ଆଜ୍ଞା ପର୍ଯ୍ୟାଲୋଚନାକୁ ନେଇ ପାଲା ବାବା ତିନିଟା ସୋପାନ ନେଇକି ପାଲା ଆଜି ଆଜ୍ଞା ଆମର ହେଉଛି ଆଲୋଚନା ଆଲୋଚନା ହଉ ପୂଜ୍ୟସ୍ପଦ ବଡ଼ ଭାଇ ଆଜ୍ଞା ଆସିଲେ କରିବେ ସମାଲୋଚନା ହଁ ହଁ କାଲି ଇଆଡୁ ସିଆଡୁ ଗପିକି ସମୟ କଲେ କହିଲେ ମୁଁ ବଡ଼ ନା ସିଏ ବଡ଼ ସେ ଜାଣି ପାରୁନାହାନ୍ତି ଆଜ୍ଞା ଆଜ୍ଞା ହଉ ଯାଉ ଆମେ ହଉଛୁ ବାୟକ ବାୟକ ତ ଏକା ହଁ ଆଜ୍ଞା ବାୟକର ଧର୍ମ ଆଜ୍ଞା ବାଦ୍ୟ ପରିବେଷଣ କରିବେ ଆଜ୍ଞା 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 ସାରେ ଆଜ୍ଞା ବାଦ୍ୟ କଣ ବାଦ୍ୟ ଭ ଆକାରେ ଦ ଧ ଫଳା ଭାଇ ଅ ଫଳା ବାଦ୍ୟ ସାରଙ୍କୁ ଶିଖଉଛ ବାଦ୍ୟ କଣ ବାଦ୍ୟ ସୃଷ୍ଟି ହେଲା କାହିଁକି ଆର ନାମ କାହିଁକି ବାଦ୍ୟ ହେଲା କହିପାରିବୁନୁ ଆଜ୍ଞା ତମେ ତମେ କହିବ ନା ଆମେ କଣ କହିବୁ ସାରେ ଆଜ୍ଞା ଗୋଟେ କଥା ହଉଛି କଣ ଆଜ୍ଞା ବଡ଼ ଭାଇ କହିଲେ ଯେ ଆମେ ଚୈତନ୍ୟ ଠାକୁରଙ୍କୁ କନ୍ଧ ଦେଶରେ ଧାରଣ କରିଛେ ଆଜ୍ଞା ଯଦି ଚୈତନ୍ୟଙ୍କ ବିଷୟରେ କିଛି ଆଲୋଚନା ନ କରିବା ଆଜ୍ଞା ତାହେଲେ ଇଏ ନିୟମ ବିରୋଧ ନିୟମ ବିରୁଦ୍ଧ ହଁ ତମେ ତ ଆଦିଘାତ କଲ ଆଦିଘାତର ଶ୍ଲୋକ ଟିକେ ଗାଇଲନି ଆଜ୍ଞା ଆଜ୍ଞା କାରଣ ତମ ପାଖରେ ସେ ନାହିଁ ନାଇଁ 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 ଆଦିଘାତର ଶ୍ଲୋକ ଅଛି ଆଜ୍ଞା କଣ ଅଛି ଏମିତି ଶ୍ଲୋକ ଅଛି ତାକୁ ଅର୍ଥ କଲେ ପଞ୍ଚଦେବତା ଆସୁଥିବେ ପ୍ରଥମ ଅକ୍ଷର ଯୁଗ୍ମ କଲେ ଅଧିବାସ ହଉଥିବ ଦେଖିବା ତମେ ଜାଣିନ ବହୁତ ଦିନର କଳାକାର ଅଗ୍ର ପୂଜ୍ୟ ଗଜାନନ ନାରାୟଣ ଜଗତ ପିତା ଧୀର ସତ୍ୟ ସୁନ୍ଦର ମହାଦେବ ମହାତ୍ମା ବାସବ ଉଦିତ୍ୟ
ସମୁଦ୍ଭବ ଅଧିବାସ ସମୁଦ୍ଭବ ଅଧିବାସ ସମୁଦ୍ଭବ ସାରେ ଆଜ୍ଞା ବଡ଼ ଭାଇ ସୁନ୍ଦର ବାୟକ ହଁ ଭଲ ଭାଇ ତାଙ୍କୁ କହିବା ଆମର ନିୟମ ବିରୋଧ ନାଇଁ 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 କିନ୍ତୁ ଧର୍ମ ନୁହଁ ଆଜ୍ଞା ଯେଣୁ ବିରୋଧରେ ଠିଆ ହେଇଛେ ଭାଇ କି ଭାଗ ଏମିତି କହିଲେ ଇଆଡେ କେମିତି ସିଆଡେ ନ କହିଲେ ହବନି ନାଇଁ ଭାଇ କି ହେଲେ ଓଡ଼ିଶାରେ ନାମ କରା ବାୟକ ଆଉ ମୋ ଭୀମ ଭାଇ ଆଉ ଭାଇରେ କିଏ ଜାଣିନି ତାଙ୍କୁ କିଏ ତାଙ୍କୁ ନ ଜାଣିଛି ଆଜ୍ଞା ଯାହା ହେଉ ତାଙ୍କ କର୍ତ୍ତବ୍ୟ ସିଏ କରିବେ ଆମ କର୍ତ୍ତବ୍ୟ ଆମେ କିନ୍ତୁ କରିବା। ଆଜ୍ଞା ମୁଁ କଣ ଆଲୋଚନା କରୁଛି ସେଇଠୁ ସମାଲୋଚନା ତମେ କରିବ ଆଜ୍ଞା ଆଉ ସେଇଠୁ ଆଗକୁ ମଡେଇବ 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 ହେଟା କବି ଲେଖିଲେ କଣ ବାଦ୍ୟ ସୃଷ୍ଟି ହେଲା କେମିତି ୟାର ନାମ କାହିଁକି ବାଦ୍ୟ ହେଲା ରାଜ୍ୟ କଣ ପାଇଁ ହେଲା ଦେଖେ ବାପା ଗୋଟି ଗୋଟି ଲେଖିବେ କିଏ କିଏ ନା ଭରତ ନାଟ୍ୟ ଶାସ୍ତ୍ର କବି ହେଲେ ଭରତ ମୁନି ଭାରତ ମୁନି ଲେଖି ହେଁ ହଁ ବକ୍ଷର ବ୍ରହ୍ମ ସଂଯୁକ୍ତ ପ୍ରଳୟ ଜ୍ୟୋତି ରୂପେ ଦକ୍ଷର ଜନିତା ଦେବୀ ଆଦ୍ୟ ପ୍ରକୃତି ରୂପୀ ବ୍ରହ୍ମକ୍ଷର ଜାତ ଶବ୍ଦ ନାଦ ରୂପେଣ କ୍ଷରତ ବ୍ରହ୍ମ ବିଦୁଷ୍ୟା ବାଦ୍ୟ ଦକ୍ଷର ସମ୍ଭୂତ ସମ୍ଭୂତା ରାଜ୍ୟ ଦୋକ୍ଷର ସମ୍ଭୂତା ସାରେ ଆଜ୍ଞା କଣ ଆଜ୍ଞା ନା ବକ୍ଷର ବ୍ରହ୍ମ ସଂଯୁକ୍ତ ପ୍ରଳୟ ଜ୍ୟୋତି ରୂପେଣ ଆଜ୍ଞା ଶ୍ଲୋକଟା ଗାଇଦେଲେ ହବନି ନାଇଁ ଅର୍ଥ କରିବାକୁ ପଡିବ ପ୍ରଳୟ ସମୟରେ ଆଜ୍ଞା ଆଜ୍ଞା ନଦୀ ବାଞ୍ଚ ନରାତ୍ରଞ୍ଚ ନ ଭୂମିଚ କଦାଚନ ରାଜନ ଦିନ ରାତି ନଥିଲା ନଥିଲା ଚନ୍ଦ୍ର ସୂର୍ଯ୍ୟ ନଥିଲେ ଆଜ୍ଞା 56 କୋଟି ଜୀବ ନଥିଲେ ନଥିଲେ 52 କୋଟି ଭଣ୍ଡାର ନଥିଲା ନଥିଲା ନା 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 ଚତୁଃପାର୍ଶ୍ୱରେ ଥିଲା କେବଳ ଖାଲି ଜଳ ଜଳମୟ ସେଇ ଜଳ ମଧ୍ୟରେ ଏଇ ଭାସମାନ ଅବସ୍ଥାରେ ଆଜ୍ଞା ପ୍ରଥମେ ସୃଷ୍ଟି ହେଲେ କିଏ ନା ବକ୍ଷର ବ୍ରହ୍ମ ବ୍ରହ୍ମ ବ୍ରହ୍ମରେ ବାପା ଦେଖେ ଶୁଣୁ ତା କଥା କେମିତି ଦ୍ୱିତୀୟ ଚରଣରେ ଲେଖିଲେ ହଁ ଦକ୍ଷର ଜନ୍ମିତା ଦେବୀ ଆଜ୍ଞା ଆଦି ପ୍ରକୃତି ରୂପୀ ରୂପିଣୀ। ପ୍ରକୃତି ସର୍ଜନା କରିବା ନିମନ୍ତେ ଆଜ୍ଞା ଆସିଲେ ଦେବୀ ଦେବୀ। ଥିଲେ ବ୍ରହ୍ମ ଆଜ୍ଞା। ବ୍ରହ୍ମ ଆଉ ଦେବୀ ଦେବୀ ହଁ। ସଂଯୋଗରେ ଆଜ୍ଞା। ପ୍ରକୃତି ହଁ। ପୁରୁଷ ଏ। ସମ୍ମିଶ୍ରଣରେ ଆଜ୍ଞା। ସୃଷ୍ଟି ହେଲା କଣ ନା ନାଦ 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 ପ୍ରଥମେ ଆଜ୍ଞା ସୃଷ୍ଟି ହେଇଛି ନାଦ ନାଦ ନାଦରୁ ସୃଷ୍ଟି ହେଲା ବାଦ୍ୟ ବାଦ୍ୟ ହେଲା ହଁ ବାଦ୍ୟ ହଉଛି ସଂସାରରେ ଯେତେ ବାଦ୍ୟ ଅଛି ଆଜ୍ଞା ପ୍ରଚଳିତ ବାଦ୍ୟ ଆଜ୍ଞା। ମୋଟାମୋଟି କହିବାକୁ ଗଲେ ଆଜ୍ଞା ଚାରି ଭାଗରେ ବିଭକ୍ତ ଚାରି ଭାଗରେ ପାଟିକନା ବାଦ୍ୟ ହଉଛି ଚାରି ଭାଗରେ ବିଭକ୍ତ ଯେତେ ବାଦ୍ୟ ଅଛି ସଂସାରରେ ସଂସାରରେ ଆଜ୍ଞା ଚାରି ଭାଗରେ ବିଭକ୍ତ କଣ କଣ ସେଇ ଚାରିରୁ ହଁ ସବୁ ବାଦ୍ୟ ସୃଷ୍ଟି ସୃଷ୍ଟି ଦେଖିବା ଦେଖିବା କୋଉ ଚାରି ଦେଖିବା ଲେଖିବେ କିଏ କିଏ? ସେଇ ଭରତ ମୁନି ହଁ ଆଜ୍ଞା ତ ବିନାଦିକ ବାଦ୍ୟ ବୈଶାଦିକ ତ ସୁଶୀ ଆନନ୍ଦାଦିକ ତାଳ ଘନ ଘନ ବିଦୁ କାଂସ୍ୟ ତାଳ ଘନ ବିଦୁ ଆଜ୍ଞା ସାରେ ଆଜ୍ଞା ଏଇ ମଞ୍ଚରେ ଆଜ୍ଞା ଯେଉଁଠାକୁ ଲକ୍ଷ୍ୟ କରୁ ସେ ଜଣେ ଜଣେ କଳାକାର ଅଛି କଳାକାର ଆଜ୍ଞା ଗୋଡ଼ିଟିଏ ଫିଙ୍ଗିଲେ ସବୁ କଳାକାର ଠକିବା ପାଠ କିଛି ଦରକାର ନାହିଁ ନାଇଁ ଆଜ୍ଞା ଯାହା କହିବ ବହିରୁ କହିବ ହଁ ଯାହା କହିବ ସତ କଥା କହିବ ସତ କହିବ ଭୁଲ ଭାଲ କରିକି ଡମ୍ଫା ମାରିବା ଉଚିତ ନୁହଁ ବାଦ୍ୟ ହଉଛି ଚାରି ପ୍ରକାର ଆଜ୍ଞା କଣ 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 ଆଜ୍ଞା ନାତ ବାଦ୍ୟ ଏକ ସୁଶୀର ବାଦ୍ୟ ଦୁଇ ଆନନ୍ଦ ବାଦ୍ୟ ତିନି ଘନ ବାଦ୍ୟ ଆଜ୍ଞା ଚାରି ଦେଖିବା ତତ ବାଦ୍ୟ କାହାକୁ କହିବା ଆଜ୍ଞା ତତ ବାଦ୍ୟଟା ଆଗ ଆସୁ ନା ଯେଉଁ ଯନ୍ତ୍ର ତାର ମାଧ୍ୟମରେ ବାଜିଥାଏ ଆଜ୍ଞା ତାକୁ ତତ ବାଦ୍ୟ କହିବା ହଁ ଆଜ୍ଞା ଶ୍ଲୋକର ଅର୍ଥ ଆଣେ ଆଉ ତାର ମାଧ୍ୟମରେ କଣ କଣ ବାଦ୍ୟ ନା ତତ ହଁ ବୀଣାଦିକ ବାଦ୍ୟ ଆଜ୍ଞା ପ୍ରଥମେ ହେଲା ବୀଣା ଆଜ୍ଞା ଘୁଡ଼ିକି ଘୁଡ଼ିକି, ଗୋପୀ ଯନ୍ତ୍ର ଆଜ୍ଞା। କେନ୍ଦେରା ଆଜ୍ଞା। ଇତ୍ୟାଦି ଆଜ୍ଞା ହାରିନେଟା ହଁ ହବ ହବ ହାରମୋନିୟମ ସେଇଟା କହମ ତାପରେ ହାରନିଆ ସାରା ଆସି ଆଜ୍ଞା। ପହଞ୍ଚିବ ଶୋକ ବାଦ୍ୟ ଖଣ୍ଡେ ବଜା ହଁ। ଆଜ୍ଞା ତାପରେ ହଉଛି ସୁଶୀର ବାଦ୍ୟ ଆଜ୍ଞା ସୁଶୀର ମୁଖ ମାଧ୍ୟମରେ ଫୁଙ୍କିଲେ ଯୋଉ ଯନ୍ତ୍ର ବାଜିଥାଏ ଆଜ୍ଞା। ତାକୁ ସୁଶୀର ବାଦ୍ୟ କହିବା ଆଜ୍ଞା ମଇଁଷି ଯିବ ହଁ ବଇଁଶୀ ବୈଶାଦିକ ତ ସୁଶୀର ଆଜ୍ଞା ମୁରୁଜା ଆନନ୍ଦାଦିକ ମାନେ ମୁରୁଜା ମୁରୁଜା। ଆନନ୍ଦ ବାଦ୍ୟ ଆଜ୍ଞା। ପ୍ରଥମେ ହଉଛି ମୃଦଙ୍ଗ ମୃଦଙ୍ଗ। ଢୋଲକ ଆଜ୍ଞା। ତବଲା ଆଜ୍ଞା। ଚାଣ୍ଟି ଆଜ୍ଞା। କାଂସ୍ୟ ତାଳ ଘନ ବିଦୁ ହରେ ପୁଅ ଖଣ୍ଡଣି ହେଇଯା ପଡ଼ିଲା। କଂସା ଆଇଲେଣି, ନିର୍ମିତ। ମଉସା ଆଇଲେଣି। ହେ ମହାଶୟ କହ ହଁ କଂସାରେ ନିମିତ ଆଜ୍ଞା ସାରେ ଆଜ୍ଞା ଆମେ ହେଲା ବାୟକ ହଁ କାଲି ମୋ ଭାଇ ବୋଉଥିଲେ ଧୋ ଖଟ ଲଳିତ ତଟା ତଟ ଧୀର ସମୀର ତଟ ବିପିନି ବଂଶୀ ବଟ ତଟ ତଟ ଥେଇ ଥେଇ ତୁଲୁ 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 କିତ ଧରଣୀ ଧରା କୃତ୍ୟ। ରାଧା ମୋହନ ଚରଣାର ବିନ୍ଦେ ଚିତ୍ତ ଦେ ମନ ଲୟ ଦେଇ ସେ କୃଷ୍ଣଙ୍କୁ ଡାକିଛନ୍ତି ଆଜ୍ଞା ଆଜି ଆମେ ନୃସିଂହଙ୍କୁ ଡାକିବା ଆଜ୍ଞା ଡାକନ୍ତୁ କଣ ନା ଦ୍ରାକ ଦ୍ରାଭା ଦ୍ରଡ଼ିତ ଦ୍ରଡ଼ ଦ୍ରଡ଼ା ସ୍ନିଗ୍ଧ ବସନ୍ତି ରେ
জড্রা জড্রা কোনা ঢেড্রা হট্রি মিট্রি মাদদ্র ধীনা সচিত্রা বিড্রা বিড্রা বিদিত বিডি বিড্রা বিড্রা ঢ্যা চাড্রম চাড্রম চড়িত চড়াঙ্গম নৃসিংহ নমামি ସାର ମୁଁ ଠିଆ କରି ଗୋଟେ ଚରଣ ବଜେଇବା ଆଜ୍ଞା ଗୋଟେ ଚରଣ ସାର ମୁଁ ଠିଆ କରି ଆଜ୍ଞା ଆଜ୍ଞା କଣ ଡାକୁଛୁ ଦ୍ରାକଦ୍ରାଭା ଡ୍ରାକଦ୍ରାଭା ଆଜ୍ଞା ଦୌଡ଼ିତ ଦୌଡ଼ ଦୌଡ଼ା ଆଜ୍ଞା ভারি কর পরম ব্রহ্ম